ସାଙ୍ଗମାନେ ମୁଁ ତମକୁ ଆଜି ସୁନ୍ଦର ଗପଟିଏ କହିବି। ଗପଟିର ନାଁ ବାଘ ଓ ବଉଳା କଥା। ଗୋଟେ ଜଙ୍ଗଲରେ ଗୋଟେ ବାଘ ରହୁଥିଲା, ଆଉ ଗୋଟେ ଗାଈର ନାମ ହଉଛି ବଉଳା। ସିଏ ଦିନେ ଘାସ ଚରି ଚରି ଗୋଟେ ଭୟଙ୍କର ଜଙ୍ଗଲକୁ ପଳେଇ ଆସିଲା। ସେଇ ଜଙ୍ଗଲରେ ତ ବାଘ ରହୁଥିଲା। ବାଘ ତା ପିଛା କରିକି ଗୋଟେ ଗୁମ୍ଫାକୁ ପଳେଇ ଆସିଲା। ବଉଳା ଗାଈ ସେଠୁ କହିଲା, ମତେ ଛାଡ଼ି ଦିଅ, ମୁଁ ମୋ ଛୁଆକୁ କ୍ଷୀର ପିଇଦେଇକି ଆସିଯିବି। ବାଘ କହିଲା, କଣ ସତ? ସେଇଠୁ ବଉଳା ଗାଈ କହିଲା, ସତ। ସେଇଠୁ ବଉଳା ଗାଈ ଗଲା ତା ଛୁଆ ପାଖକୁ। ସେଇଠୁ ଛୁଆକୁ କ୍ଷୀର ପିଏଇ ଦେଇକି ବାଘ ପାଖକୁ ଆସିଲା। ବାଘ କହିଲା, ତମେ କଣ ସତରେ ଆସିଲ? ହଉ ଯାଅ, ମୁଁ ତମକୁ ଆଉ ଖାଇବିନି। ସେଇଠୁ ତା ବଉଳା ଗାଈର ପିଲା ବି ତା ପଛା ପିଛା କରିକି ପଳେଇ ଆସିଥିଲା। ସେ କହିଲା, ବାଘ ମାମୁଁ କଣ ସତ? ବାଘ କହିଲା, ହଁ ସତ। ସେଇଠୁ ବଉଳା ଗାଈ ଆଉ ତା ଛୁଆ ଖୁସିରେ ଗଲେ ତାଙ୍କ ଘରକୁ।